एशिया महादेशर थाईलैंड, हांगकांग, सिंगापुर पुणी थरे कोरोना संक्रमण व्यापक लगी। ଏହି ସ୍ଥାନଗୁଡ଼ିକରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସଜାଗ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାକୁ ନେଇ ଭୟଭୀତ ହେବାକୁ କୌଣସି କାରଣ ନଥିବା ବେଳେ ଚିହ୍ନଟ ହୋଇଥିବା କରୋନା ଭାଇରସ ନୂଆ ଭାଇରସ ବା ଭାରିଆଣ୍ଟ ନୁହେଁ ବୋଲି ସେ କହିଛନ୍ତି। ରୋଗ ପ୍ରତିରୋଧକ କ୍ଷମତା କମିଗଲେ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଥିବା ବେଳେ ଦୀର୍ଘଦିନ ହେବ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି। ରାଜ୍ୟ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଯୋଗାଯୋଗରେ ଅଛି ବୋଲି ସେ କହିଥିବା ସହିତ କେନ୍ଦ୍ର ସରକାର ସହ ମଧ୍ୟ କୋଭିଡ୍ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛି। କୌଣସି ଗାଇଡଲାଇନ୍ ଆସିଲେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆତଙ୍କବାଦୀ ଗତିବିଧି ଯାଞ୍ଚ କରୁଥିବା, ଆତଙ୍କବାଦୀ ସହିତ ଜଡ଼ିତ ଅପରାଧ, ଜାତୀୟ ସୁରକ୍ଷା ଏବଂ ସାର୍ବଭୌମ ପ୍ରଭାବିତ କରୁଥିବା ଦେଶକୁ ସର୍ବଶ୍ରେଷ୍ଠ ତଦନ୍ତ ସଂସ୍ଥା ତଥା ଜାତୀୟ ତଦନ୍ତ ସଂସ୍ଥା ଅର୍ଥାତ୍ NIA ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ ଯାଉଛି। ଏନେଇ ରାଜ୍ୟ ସରକାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ତଦନ୍ତ ସଂସ୍ଥା ହେଉଛି ଭାରତୀୟ କେନ୍ଦ୍ରୀୟ ଆତଙ୍କବାଦୀ ବିରୋଧୀ ଆଇନ ପ୍ରବର୍ତ୍ତକ ସଂସ୍ଥା, ଯାହା 2008 ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡ଼ିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକୁ ତଦନ୍ତ ଏବଂ ବିଚାର କରିବା। NIA ମଧ୍ୟରେ ଆତଙ୍କବାଦୀ ନେଟୱାର୍କଗୁଡ଼ିକ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥିବା ବେଳେ NIA ର ସାରା ଭାରତରେ 19ଟି ଶାଖା କାର୍ଯ୍ୟକାରୀ ଅଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ହୋଇଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟଗୁଡ଼ିକ ରଣନୀତି ଭାବରେ ଉପସ୍ଥିତ ହୋଇଥାଏ। ହାଇଦ୍ରାବାଦ, ଗୁଆହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦର NIA ଶାଖା କାର୍ଯ୍ୟାଳୟ ରହିଥିବାର ସୂଚନା ଅଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆସନ୍ତା 22 ତାରିଖ ବେଳକୁ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମେ 21 ସୁଦ୍ଧା ପୂର୍ବ କେନ୍ଦ୍ରୀୟ ଆରବ ସାଗର ଏକ କର୍ଣ୍ଣାଟକ ଉପକୂଳ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ 22 ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଏବଂ କର୍ଣ୍ଣାଟକ ଉପକୂଳ ଲଘୁଚାପ ପରିଣତ ହେବ। ବର୍ତ୍ତମାନ ସମୟରେ ସମ୍ଭାବ୍ୟ ଲଘୁଚାପ ଉତ୍ତର ଦିଗରେ ଗତି କରୁଥିବା ସମ୍ଭାବନା ରହିଥିବା ବେଳେ ଗତ ଶନିବାର ଅପରାହ୍ନରେ କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ସହିତ ଘଡ଼ଘଡ଼ି ବର୍ଷା ହୋଇଥିଲା। ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିଥିବା ସହିତ 2ରୁ 3 ଦିନ ହେଲା ରାଜ୍ୟରେ କାଳବୈଶାଖୀ ପ୍ରଭାବ ତାପମାତ୍ରା କମିଛି। ସମସ୍ତ ଅଞ୍ଚଳରେ ଦିନର ତାପମାତ୍ରା 40 ଡିଗ୍ରୀ ତଳକୁ ଖସିଥିବା ବେଳେ ସମ୍ବଲପୁରର ପାରଦ 49.8 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା, ବଲାଙ୍ଗୀର, ବରଗଡ଼ ଏବଂ ଟିଟିଲାଗଡ଼ରେ 49.5 ଡିଗ୍ରୀ ଲେଖାଏଁ ରହିଥିଲା। ନୂଆପଡ଼ା, ବୌଦ୍ଧ ଏବଂ ସୁବର୍ଣ୍ଣପୁରରେ 49 ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ୱରରେ 38.4, କଟକରେ 36.6 ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ବିଶେଷରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ ତାପମାତ୍ରା 40 କିମ୍ବା ଏହାଠାରୁ ଅଧିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଛୁଟି, ଭେକେସନ ବେଞ୍ଚ ଦ୍ୱାରା ହେବ ଜରୁରୀକାଳୀନ ମାମଲା ଶୁଣାଣି। ଓଡ଼ିଶା ହାଇକୋର୍ଟ ମେ 19ରୁ ଅର୍ଥାତ୍ ଆଜିଠାରୁ ଜୁନ୍ 16 ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିରେ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ଶୁଣାଣି ପାଇଁ ଭେକେନ୍ସ ବେଞ୍ଚ ଗଠିତ ହୋଇଥିବା ବେଳେ କୋର୍ଟ ମେ 20, 23, 27, 30 ଏବଂ ଜୁନ୍ 3, 4, 10, 17 ତାରିଖରେ ଚାଲିଥିବା ମାମଲା ଶୁଣାଣି ହେବ। ଭିନ୍ନ ତାରିଖରେ ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ବିପିନ ଶତପଥୀ, KR ମହାପାତ୍ର, MS ସାହୁ, SK ମିଶ୍ର, SC ସାହୁ, MS ରଣ, ଆଦିତ୍ୟ କୁମାର ମହାପାତ୍ର ଓ ଗୌରୀଶଙ୍କର ଶତପଥୀଙ୍କ ଓହ୍ଲା କରିବେ। ଏହି ଭେକେନ୍ସ ବେଞ୍ଚ ମାଧ୍ୟମରେ ମାମଲାଗୁଡ଼ିକ ଜରୁରୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ 11ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ସବୁ ଜିଲ୍ଲାର ବିଭାଗୀୟ ସମୀକ୍ଷା ହୋଇଥିଲା। ବୈଠକରେ କନ୍ଧମାଳ SP ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗା, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସରସରାଠାରେ ସାଧାରଣ ସଭାରେ ଯୋଗ ଦେବା ସହିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବାକୁ କାର୍ଯ୍ୟକ୍ରମ ରହିଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦିଲ୍ଲୀରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା IPL 2025ର 60ତମ ମ୍ୟାଚକୁ ଦିଲ୍ଲୀରେ 10 ୱିକେଟ୍ ହରାଇ ଦେଇ ପ୍ଲେ-ଅଫ୍ ନିଜ ସ୍ଥାନ ସୁରକ୍ଷା ରଖିଛି। 300 ରନର ଲକ୍ଷ୍ୟ ଗୁଜରାଟ 19ତମ ଓଭରରେ ହାସଲ କରିନେଇଥିବା ବେଳେ ଦଳ ପକ୍ଷରୁ ସାଇ ସୁଦର୍ଶନ 108 ରନ୍ ଓ ଶୁଭମ ଗିଲ୍ 49 ରନ୍ କରିଥିଲେ।
ଏହି ମ୍ୟାଚରେ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିଲେ ଦିଲ୍ଲୀ। ଆରମ୍ଭରେ ସତର୍କତା ସହ ଖେଳିଥିଲା। ଦି ଓପନର କେଏଲ ରାହୁଲ ଓ ଫୋପା ଡବ୍ଲ୍ୟୁଏସ୍ କୋହଲ ଆରମ୍ଭ କରି ବିଡବ୍ଲ୍ୟୁଏସ୍ ମାତ୍ର 5 ରନ୍ କରି ଆଉଟ୍ ହୋଇଥିଲେ। ଏହା ସତ୍ତ୍ୱେ ରାହୁଲ ଲୋଢ଼ା ବ୍ୟାଟିଂ କରି ସ୍କୋର ଆଗେଇ ନେଇଥିଲେ। ସେ 60 ବଲରେ ନିଜର ଶତକ ପୂରଣ କରିଥିବା ସହିତ ଅଭିଷେକ ପଲ୍ଲୀ 30 ଓ ଅଧିନାୟକ ଅକ୍ଷୟ ପଟେଲ 25 ରନ୍ କରିଥିଲେ। ଦିଲ୍ଲୀ ନିର୍ଦ୍ଧାରିତ 20 ଓଭରରେ 159 ରନ୍ କରିଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍ ଗଠନ କରିଛନ୍ତି, ଯାହା ଯୁବ ନେତୃତ୍ୱଙ୍କୁ ବ୍ୟାପକ ସୁଯୋଗ ମିଳିଥିବା ବେଳେ ଭକ୍ତ ଦାସ ସଭାପତି ହେବା ପରେ 3 ମାସ 7 ଦିନ ମଧ୍ୟରେ ଏହି ଟିମ୍ ଗଠନ ହୋଇଛି। ଟିମ୍ରେ 7 ଜଣ ଉପସଭାପତି, 10 ଜଣ ସାଧାରଣ ସମ୍ପାଦକ ଓ 12 ଜଣ ସମ୍ପାଦକ ଅଛନ୍ତି। ଏଥିରେ ଅଧିକାଂଶ ମୁଖ୍ୟ ଅଭିମୁଖ୍ୟ ଓ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି ଏବଂ 14 ଜଣ ବିଧାୟକ ମଧ୍ୟରୁ 10 ଜଣ ଟିମ୍ରେ ସ୍ଥାନ ପାଇଛନ୍ତି। କିନ୍ତୁ ଭକ୍ତଙ୍କ ପୁଅ ଓ ବିଧାୟକ ସାଗର ଦାସ, ଏହା ଏକମାତ୍ର ମହିଳା ବିଧାୟିକା ସଫିଆ ଫରଦୋଷ ଓ ବିଧାୟକ ଦଶରଥ ଗମିଙ୍ଗ ବାଦ୍ ପଡ଼ିଛନ୍ତି। ଏହି ନିଷ୍ପତ୍ତିକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବିସ୍ତାର ପାଇଥିବା ବେଳେ ସଫିଆ ଫରଦୋଷ ପ୍ରତିକ୍ରିୟା ଦେଇଛନ୍ତି ଯେ ପଦ ରହିଲେ ବା ନ ରହିଲେ ମୋର ପାଇଁ ଲୋକଙ୍କ ସେବା ହିଁ ପ୍ରାଥମିକ ଓ ମୋର ଧ୍ୟାନ ମୋ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଅଛି। ବିଧାୟକ ମଙ୍ଗୁ ଖିଲ୍ କହିଛନ୍ତି ଯେ 2029 ମଧ୍ୟରେ କଂଗ୍ରେସ ସରକାରକୁ ନେଇ ଆସିବାର ଏହି ଯୁବ ଟିମ୍ ମୁଖ୍ୟ ଭୂମିକା ନେବ। ବିଶିଷ୍ଟ ନେତା ଜୟଦେବ ଚେନ୍ନା ପ୍ରଶ୍ନ ଉଠାଇଛନ୍ତି ଯେ ଯେକୌଣସି ମାନଦଣ୍ଡ ଉପରେ ଭିତ୍ତି କରି ଉକ୍ତ ଟିମ୍ ଗଠନ କରିଛନ୍ତି ଓ ବରିଷ୍ଠ କାହିଁକି ଅଣଦେଖା କରାଯାଇଛି। ଅନ୍ୟ ଏକ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଯଦି ଯୋଗ୍ୟ ଲୋକଙ୍କୁ ଚୟନ କରାଯାଇଛି ତେବେ ଭଲ କାମ ହେବ, ନହେଲେ ଟିମ୍ ଅସଫଳ ହେବ। ଏପର୍ଯ୍ୟନ୍ତ କେବଳ ପିସିସି କମିଟି ଗଠନ ହୋଇଥିବା ବେଳେ ଜିଲ୍ଲା ଓ ବ୍ଲକ କମିଟି ଗଠନ ହୋଇନାହିଁ। ଏହି ପରିସ୍ଥିତି ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ କେମିତି ଭକ୍ତ ମ୍ୟାନେଜ କରିବେ ତାହା ଉପରେ ସବୁଙ୍କର ନଜର ଅଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସମବାୟ କ୍ଷେତ୍ରକୁ ସକ୍ରିୟ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। 14ଟି ନୂଆ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବା ଡିସିସିବି ଖୋଲିବାକୁ ନାବାର୍ଡ ଅନୁମୋଦନ ମିଳିଥିବା ବେଳେ ଏହା ସହିତ ରାଜ୍ୟରେ ଡିସିସିବି ସଂଖ୍ୟା 31 ହେବ। ଜିଲ୍ଲା ପ୍ରମାଣିତ ଅନୁଯାୟୀ 8ଟି ଡିସିସି ପୁନର୍ଗଠନ ହେବ ଏବଂ ନୂଆ ବ୍ୟାଙ୍କ ଖୋଲିବା ଫଳରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ଼ ହେବ ବୋଲି ସୂଚନା ଆସିଛି। ଏଥିସହିତ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମିତି ଖୋଲାଯିବ। ମଡେଲ ପ୍ଲାନ ଭାବରେ 77ଟି ପ୍ୟାକ୍ ବିକଶିତ କରାଯିବ ଏବଂ ସମବାୟ ଋଣରେ ସଂସ୍କାର ହେବା ସହିତ କୁକୁଡ଼ା, ବତକ ଫାର୍ମ, ଯାନ ଓ ମତ୍ସ୍ୟ ପାଳନ ପାଇଁ ଋଣ ମିଳିବ। ଏହି ପଦକ୍ଷେପ ଫଳରେ ଚାଷୀ ଓ ଗ୍ରାମ୍ୟ ଜନସାଧାରଣ ବେଶ ଲାଭ ଉଠାଇବେ ବୋଲି ସୂଚନା ଆସିଛି।